ନାଚୁଥିଲି ସେଟା ମୋ ଇଚ୍ଛା ଆଜ୍ଞା ମୋ ଖୁସି এইটা ମୋ ଘର ଏବେଲେ ଦୁର୍ଯ୍ୟୋଧନ ଭଳି ଆସିଂର ଘର ଓ ରଙ୍ଗଶାଳା ନୁହେଁ ତୁ ଭଦ ପିଇ ମାଦଳ ହେଇ ଆସି ଏଠି ତାଣ୍ଡବ ନୃତ୍ୟ କରି ଆସ୍ତେ ବିଧାୟକ ବାବୁ କାହିଁ ଗର୍ଜନ କରି କଥା କହୁଛନ୍ତି ଆସ୍ତେ କୁହନ୍ତୁ ନା ଶ୍ରବଣ ଶକ୍ତି ମୋର ଯଥେଷ୍ଟ ଅଛି ଯଥେଷ୍ଟ ଶ୍ରବଣ ଶକ୍ତି ଶୁଣ ଫର ଇନଫର୍ମେସନ ମୋ ନା ଖନିଆ ଘରେ ଘର ନାହିଁ ନିଜେ ନିଜର କେହି ନାହିଁ আরে আশকা ফটি মোর জীবন সাথী এনে বদল খালি পড়েছে পরে এই বদল দিন রাত্রি কানে পকেই দেবে কান গ্রুপ ক্লিয়ার এসব বাপাস বাপকা ওরা সুখ যোগপেন প্রতি মাসের আসে সেই পাই আসছে বর্তমান বহু টেনশন আছে যা করে আছে নাই পরে পরে কই দিবি মাস বিদি স্যালারি টଙ୍କା দউনা ଆଉ ଟଙ୍କା ମନି ମୁଁ ଫେରିବି কিন্তু তো কার্য পাই মু তো যথেষ্ট অর্থ দিছি ଆଉ ଦେଇପାରିବି କଣ ଆଉ ଦେଇପାରିବେନି 10 ଲକ୍ଷ ଟଙ୍କା ଆମର ଚୁକ୍ତି ଖରାପ ଏକାବେଳେ ନେବିନି ମାସ ଦେଖି କିଛି ନେବି ମାସ ଦିଟା ଦେଇକି ସରିଗଲା କିନ୍ତୁ ଏବେ ମୁଁ ମନେ କରୁଛି তো কার্য পাই মু তো ବହୁତ ଅର୍ଥ ଦେଇସାରିଛି ଓ ଆପଣ ତାହେଲେ ମୋ ସହିତ ବିଶ୍ୱାସଘାତକତା କରିବେ ବିଶ୍ୱାସଘାତକତା ନୁହେଁ ଏହା ହେଉଛି ରାଜନୀତି ଦିସ୍ ଇଜ୍ କଲ୍ଡ ପଲିଟିକ୍ସ ନିଜ କାର୍ଯ୍ୟ ହାସଲ ପାଇଁ ରାଜନେତା ମାନେ ଏମିତି କିଛି ମିଛିମିଛିକା ଚୁକ୍ତି କରିଥାନ୍ତି ଆଉ ମଣିଷ ବଳ କରୁଥିବା କଂସେଇ ମାନେ ବି ଦରକାର ପଡ଼ିଲେ ଥାନାରେ ପଡ଼ିଥିବା ପାର୍ଟି ଯାଇ ଥାନାକୁ ଖୋଲି ଦେଇ ପାରନ୍ତି ତାପରେ ତୁ ମୋତେ ଧମକ ଦଉଛୁ ପୋଲିସ ମାଧ୍ୟମରେ ତୁ ମୋତେ ବ୍ଲାକମେଲ କରିବାକୁ ଇଚ୍ଛା କରୁଛୁ କିନ୍ତୁ ଭଲ ନା ଏବେ ଆମ ପାର୍ଟି ପାୱାରରେ ଅଛି ଆଉ ଏଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ମୋତେ ମନ୍ତ୍ରୀ ପଦ ମିଳିବାଟା ନିଶ୍ଚିତ ତୁ ପୋଲିସ ପାଖରେ ମୁହଁ ଖୋଲିଲେ ବି କେସ୍କୁ ଦଫାରଫା କରିବାକୁ ମୋତେ କିଛି ଅସୁବିଧା ହବ ତାହେଲେ ଠିକ ଅଛି ବିଧାୟକ ବାବୁ ଠିକ ଅଛି ଆପଣ ଆପଣଙ୍କ କାମ କରନ୍ତୁ ଏ ଖନିଆ ତା କାମ କରୁଛି ଆସେ ଗୁଡ୍ ବାଏ କଣ ହେଲା ପଛରୁ ଗାଁ ଲାଗିବ ତୋର ତ ଘର ଦର ନାହିଁ ପରିବାର ନାହିଁ ଭଲ ପିଇବା ପାଇଁ କେଇଟା ଟଙ୍କା ହେଲେ ତୋର ଚଳିଯିବ ଏଇ ହଜାର ହଜାର ଟଙ୍କା ଦେଇ କଣ କରୁଛୁ ବାଣ୍ଟି ଦଉଛି ମଣିଷ ବଳ କରି ଟଙ୍କାକୁ ନେଇ ଯୋଉ ପାପ ସବୁ କମଉଛି ଦୁଃଖୀ ଦରିଦ୍ର ମାନଙ୍କୁ ଟଙ୍କା ବାଣ୍ଟି କିଛିଟା ପୁଣ୍ୟ କମଉଛି ଓ ଏମିତି କଥା ଠିକ ଅଛି ଏଇରେ ଲକ୍ଷେ ଟଙ୍କା ଅଛି କ୍ଷମା କରିବେ ସାର୍ ମୁଁ ମୋ କାମର ପ୍ରାପ୍ୟ ମାଗୁଛି ଭିକାରୀ ନୁହେଁ ଯେ ତଳେ ପଡ଼ିଥିବା ଟଙ୍କାକୁ ଗୋଟେଇ ଆଣିବି याद रखिए साहब फेंका हुआ रुपया हम उठाते नहीं अरे दो टଙ୍କା ଆସୁ ବହୁତ ଟଙ୍କା ନେବା ତୋର ଏଇଟା ଶେଷ ଆଉ ଟଙ୍କା ମାଗିବାକୁ ତୁ ଏଠିକି କେବେ ଆସିବୁ ସାହେବ ଆପଣଙ୍କୁ ଦେଖି ସାରିଲା ପରେ ମତେ କାହିଁ ଲାଗୁଛି ରାସ୍ତା କଡ଼ରେ ବସୁଥିବା ଭିକାରୀ ମାନଙ୍କ ଠାରୁ ଆପଣ ବଡ଼ ଭିକାରୀ उच्च आवाज मुझे अच्छा नहीं लगता समझो ଶୁଣନ୍ତୁ ସାର୍ ଆପଣଙ୍କୁ ଜଣେ ଅସହାୟ ମଣିଷ ମନେ କରିବେ ମୋ ବକାୟା ଟଙ୍କା ମୁଁ ଆପଣଙ୍କୁ ଦାନ କରିଦେବି କିନ୍ତୁ ହଁ ମଣିଷ ବଳ କରୁଥିବା ଦିଶଣା ମୋର ଗୋଟେ ପେଶା ପାଲଟି ଦେଇଛି ଯଦି ଏଖଣ୍ଡେ ଆବଶ୍ୟକ ମନେ କରିବେ ତାହେଲେ ଅର୍ଡର ଦେବେ କିନ୍ତୁ ବାକିରେ ନୁହେଁ ଆସୁଛି ନମସ୍କାର ଶୋଇଛ